ନମସ୍କାର ସମସ୍ତଙ୍କୁ ଶୁଭ ସକାଳ। ଚାଲନ୍ତୁ ନଜର ପକାଇ ନେବା ଆଜିର ମୁଖ୍ୟ ଖବର ଗୁଡ଼ିକ ଉପରେ। ପେଟ୍ରୋଲ ପମ୍ପରେ ଠକେଇ। ରାଜ୍ୟର 370 ପେଟ୍ରୋଲ ପମ୍ପରେ ଠକେଇ। ମାପ ଓ ଓଜନରେ ଠକୁଛନ୍ତି ବ୍ୟବସାୟୀ। ଆଜି ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ରାଜ୍ୟରେ ମାପ ଏବଂ ଓଜନରେ ଗ୍ରାହକଙ୍କୁ ଠକୁଛନ୍ତି କିଛି ବ୍ୟବସାୟୀ। ବର୍ଷକରେ 2846 ଦୋକାନୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିଥିବା ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି। 2181 ବ୍ୟବସାୟୀ କମ୍ପ୍ୟୁଟର ଓଜନରେ ଠକୁଥିବା ଜଣାପଡ଼ିଛି। ସେହିପରି 101 ଜଣ ବ୍ୟବସାୟୀ ବଟକରା ଓ 95 ଜଣ ପୋଳାରେ ଠକୁଥିବାର ଜଣାପଡ଼ିଛି। ପରବର୍ତ୍ତୀ ଖବର, କେବେଠୁ ସୁଭଦ୍ରା ଆବେଦନ? ସୁଭଦ୍ରାର ଏସ୍ଓପି ପରେ ଆସିଲା ଗାଇଡଲାଇନ୍। ଜାଣନ୍ତୁ କେମିତି କରିବେ ଆବେଦନ। 80 ଲକ୍ଷ କି କୋଟିଏ ନୁହେଁ, ପ୍ରତ୍ୟେକ ଯୋଗ୍ୟ ମହିଳା ପାଇବେ ସୁଭଦ୍ରା। ପ୍ରସ୍ତୁତ ରଖନ୍ତୁ ଡକୁମେଣ୍ଟ। ମିଳିଲାଣି ଫର୍ମ, ଖୁବ୍ ଶୀଘ୍ର ଆବେଦନ। ପରିବାରରେ ଏକାଧିକ ମହିଳା ଥିଲେ ବି ଯଦି ଯୋଗ୍ୟ, ତାହେଲେ ସଭିଏଁ ପାଇବେ ସୁଭଦ୍ରା ଟଙ୍କା। ଏସ୍ଓପି ଅନୁଯାୟୀ ବୟସ 21ରୁ 60 ଭିତରେ ହୋଇଥିବା ଦରକାର, କିନ୍ତୁ ପରିବାରର କେହି ଆୟକରଦାତା ହୋଇନଥିବେ, ସରକାରୀ ଚାକିରି କରିନଥିବେ କି ନିର୍ବାଚିତ ଜନପ୍ରତିନିଧି ବି ହୋଇନଥିବେ। ପରବର୍ତ୍ତୀ ଖବର, ସିଏଚ୍ଏସ୍ଇ ପିଅନ ଚାକିରିରୁ ରେକର୍ଡ ସପ୍ଲାୟର। ପୁଳା ବେନାମୀ ସମ୍ପତ୍ତି ଠାବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ରେକର୍ଡ ସପ୍ଲାୟର ଥିବା ସୁରେନ୍ଦ୍ର କୁମାର ସେଠୀଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ ପରେ ଏସବୁ ତଥ୍ୟ ପଦାକୁ ଆସିଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସିଏଚ୍ଏସ୍ଇରେ ରେକର୍ଡ ସପ୍ଲାୟର ଥିବା ଶ୍ରୀ ସେଠୀଙ୍କର କାନନ ବିହାରଠାରେ 10,880 ବର୍ଗଫୁଟ ଅଞ୍ଚଳ ଜମିରେ 4 ମହଲା କୋଠା ରହିଛି। ସେହିପରି ବିଭିନ୍ନ ଲୋକଙ୍କ ନାଁରେ ଶ୍ରୀ ସେଠୀ 6 ଡିସିମିଲ୍ରୁ 11 ଡିସିମିଲ୍ ପରିମିତର ମୋଟ 16ଟି ମୂଲ୍ୟବାନ ଜମି କ୍ରୟ କରିଛନ୍ତି, ଯାହାକି ତାଙ୍କର ବେନାମୀ ସମ୍ପତ୍ତି ବୋଲି ଜଣାପଡ଼ିଛି। ତାଙ୍କଠୁ 1,70,000 ଟଙ୍କା ନଗଦ ଅର୍ଥ ସହ 16 ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ବୀମା ଓ ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ ସାମିଲ ଅଛି। ତାଙ୍କର ଟୟୋଟା ଅରବାନ କୁଲର ଓ ଟୟୋଟା ଇଟିଓସ୍ ଲିଭା ଭଳି 2ଟି 4 ଚକିଆ ସହ 5ଟି 2 ଚକିଆ ଗାଡ଼ି ଥିବା ମଧ୍ୟ ଜଣାପଡ଼ିଛି। ପରବର୍ତ୍ତୀ ଖବର, ସେପ୍ଟେମ୍ବର ମାସରେ ବନ୍ଦ ରହିବ ସ୍କୁଲ, କଲେଜ, ଅଫିସ ଓ ବ୍ୟାଙ୍କ। ଅଗଷ୍ଟ ମାସ କିଛି ଦିନ ମଧ୍ୟରେ ଶେଷ ହେବାକୁ ଯାଉଛି। ତେବେ ଆସନ୍ତା ମାସରେ ସ୍କୁଲ ଓ କଲେଜରେ 8ରୁ 12 ଦିନ ଛୁଟି ରହିବ। ସେହିପରି ସରକାରୀ ଅଫିସ ମଧ୍ୟ 10ରୁ 12 ଦିନ ଛୁଟି ହେବାର ସମ୍ଭାବନା ଅଛି। ବ୍ୟାଙ୍କଗୁଡ଼ିକର ଛୁଟି ମଧ୍ୟ ଅନେକ ପର୍ବ ତଥା ସାପ୍ତାହିକ ଛୁଟିର ଘୋଷଣା କରାଯାଇଛି। ପରବର୍ତ୍ତୀ ଖବର, ଓଡ଼ିଶାରେ 2ଟି ରେଳ ପ୍ରକଳ୍ପ ପାଇଁ ବାଜିଲା ମୋହର। ପୂରଣ ହେବ ଦୀର୍ଘ ଦିନର ଦାବି। ମନ୍ତ୍ରୀଙ୍କ ସୂଚନା ମୁତାବକ ଓଡ଼ିଶାର 2ଟି ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟରେ ମୋହର ଲାଗିଛି। ବରଗଡ଼ ନୂଆପଡ଼ା ନୂଆ ଟ୍ରେନ୍ ଲାଇନକୁ ଅନୁମୋଦନ ମିଳିଛି। ଏହା ପଦମପୁର ଦେଇ ଯିବ। ଏହା ବହୁ ଦିନର ଦାବି ଥିଲା, ଯାହା ଏବେ ପୂରଣ ହେବାକୁ ଯାଉଛି। 138 କିଲୋମିଟର ଟ୍ରାକ୍ ପାଇଁ 2,926 କୋଟି ଟଙ୍କା ଖର୍ଚ୍ଚ ହେବ। ସେହିଭଳି ସୁନ୍ଦରଗଡ଼ ଜିଲ୍ଲାର ସର୍ଡଗାରୁ ଛତିଶଗଡ଼ର ଭାଲମଡ଼ା ପର୍ଯ୍ୟନ୍ତ ରେଳ ଲାଇନକୁ ମଧ୍ୟ ଅନୁମୋଦନ ମିଳିଛି। 37 କିଲୋମିଟର ଏହି ଡବଲ ଲାଇନ ପାଇଁ 1,362 କୋଟି ଟଙ୍କା ଖର୍ଚ୍ଚ ହେବ। ପରବର୍ତ୍ତୀ ଖବର, ଖୁବ୍ ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା। ସୂଚନା ମୁତାବକ ସିଏମ୍ କିଷାନ ଯୋଜନାରେ ପ୍ରତ୍ୟେକ କିସ୍ତିରେ 2,000 ଲେଖାଏଁ ଟଙ୍କା ବର୍ଷକୁ 2ଟି କିସ୍ତିରେ ସହାୟତା ରାଶି ପ୍ରଦାନ କରାଯିବ। ସେହିପରି ପ୍ରତ୍ୟେକ ଭୂମିହୀନ କୃଷି ପରିବାରକୁ ସମୁଦାୟ 3ଟି କିସ୍ତିରେ 12,500 ଟଙ୍କା ପ୍ରଦାନ କରାଯିବ। ତେବେ ନୂତନ ଭାବରେ ପଞ୍ଜୀକୃତ ହେବା ପାଇଁ ଚାଷୀମାନେ ସିଏମ୍ କିଷାନ ଅଭିଯୋଗ ପୋର୍ଟାଲରେ ଆବେଦନ କରିପାରିବେ। ଏହି ପ୍ରକ୍ରିୟା ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଲିଖିତ ଉତ୍ତର କହିଛନ୍ତି। ପରବର୍ତ୍ତୀ ଖବର, ଉତ୍ତରପ୍ରଦେଶର ଯୋଗୀ ସରକାର ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସରଙ୍କୁ ବଡ଼ ଖୁସି ଖବର ଦେଇଛନ୍ତି। ଏବେ ୟୁଟ୍ୟୁବର 8 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରତି ମାସ ଆୟ କରିପାରିବେ। ଉତ୍ତରପ୍ରଦେଶ ସରକାର ନୂଆ ସୋସିଆଲ ମିଡ଼ିଆ ପଲିସିକୁ ମଞ୍ଜୁରି ଦେଇଛନ୍ତି। ଏହି ସମ୍ବନ୍ଧରେ ନୀତି ଆଣିବାକୁ ବିଭାଗ ଲମ୍ବା ସମୟରୁ ପ୍ରୟାସ କରୁଥିଲା। ସେହିଭଳି ଏକ୍ସ, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟ ହୋଲ୍ଡର ସଞ୍ଚାଳକ ଇନଫ୍ଲୁଏନ୍ସରଙ୍କୁ ଦେବା ଲାଗି ଶ୍ରେଣୀବାର ଅଧିକତମ ସୀମା କ୍ରମଶଃ 5 ଲକ୍ଷ, 4 ଲକ୍ଷ, 3 ଲକ୍ଷ ଏବଂ 3 ଲକ୍ଷ ଟଙ୍କା ପ୍ରତି ମାସ ନିର୍ଦ୍ଧାରିତ କରାଯାଇଛି। ଆସନ୍ତୁ ଜାଣିବା ଆପଣ ବି ମାସକୁ କେତେ ଲକ୍ଷ ଆୟ କରିପାରିବେ। ଯଦି ଆପଣ ପ୍ରଭାବୀ ଇନଫ୍ଲୁଏନ୍ସର କିମ୍ବା ଏଜେନ୍ସି ଅଟନ୍ତି, ତ ଆପଣଙ୍କୁ ପ୍ରଥମେ ନିଜକୁ ସରକାରଙ୍କ ଦ୍ୱାରା ପଞ୍ଜୀକୃତ କରିବାକୁ ପଡ଼ିବ। ସରକାରୀ ଯୋଜନାକୁ ପ୍ରଚାର କରିବା ଲାଗି ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର ଏବଂ ଏଜେନ୍ସିକୁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯିବ।
ପରବର୍ତ୍ତୀ ଖବର ମହାରାଷ୍ଟ୍ରରୁ ସାତକୋଶିଆକୁ ଆସିବେ 14 ବାଘ। ଅନୁଗୁଳର ସାତକୋଶିଆକୁ ଆସିବେ ନୂଆ ଅତିଥି। ଅନ୍ତରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ଚଳାଇବାକୁ ସବୁଜ ସଂକେତ ମିଳିଛି, ଯାହାଫଳରେ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଆସିବେ 14 ବାଘ। ପୁଣି ଥରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବାକୁ NTCA ଅନୁମୋଦନ ଦେଇଥିବା PCCF ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ତେବେ 5 ବର୍ଷରେ ପର୍ଯ୍ୟାୟକ୍ରମେ ପ୍ରାୟ 14ଟି ବାଘ ଓଡ଼ିଶା ଆସିବେ। ସ୍ଥାନୀୟ ବାସିନ୍ଦା ଓ ଜନପ୍ରତିନିଧିଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯିବ। କୋର୍ ଏରିଆରୁ ସମସ୍ତ ଜନବସତି ଖାଲି କରାଯିବ ବୋଲି ପ୍ରକାଶ ମିଳିଛି। ପରବର୍ତ୍ତୀ ଖବର ମହଙ୍ଗା ହେବ ଖାଇବା ତେଲ। ପାମ୍, ଅଲିଭ୍ ଅଏଲ୍, ସନଫ୍ଲାୱାର ଓ ସୋରିଷ ଆଦି ତେଲର ଆମଦାନୀ ଉପରେ ଶୁଳ୍କ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର। ଭାରତରେ ଚାଷୀମାନେ ତୈଳବୀଜଗୁଡ଼ିକର ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇପାରନ୍ତି ବୋଲି ସୂଚନା ମିଳିଛି। ଯଦି ଏପରି ହେଲା, ତେବେ ଖାଇବା ତେଲର ଦାମ ବଢ଼ିପାରେ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର eKYC କରି ନ ପାରିଲେ କଟିବନି ରାସନ କାର୍ଡ। ଆଜି ବିଧାନସଭାରେ ମନ୍ତ୍ରୀଙ୍କ କହିବା ମୁତାବକ ବିଗତ ଦିନରେ ରାସନ କାର୍ଡ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ନଥିଲା, ତେଣୁ ଭୂତ କାର୍ଡ, ମୂଷା କାର୍ଡ ବାହାରୁଥିଲା। ଅନ୍ୟପଟେ eKYC ପ୍ରସଙ୍ଗରେ ଉତ୍ତର ରଖି ସେ କହିଛନ୍ତି, eKYC ନ କରିପାରିଲେ ରାସନ କାର୍ଡ କଟିବ ନାହିଁ। eKYC କରିବାର ନିର୍ଦ୍ଦିଷ୍ଟ କୌଣସି ସମୟସୀମା ନାହିଁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓଟିକୁ ଲାଇକ୍ କରିବା ସହିତ ଅଧିକରୁ ଅଧିକ ସେୟାର ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ।